ଇଭାନ ତ ଏବେ ଏତେ ଦୁଷ୍ଟ ହେଉଛି ତା କଥା ନ କହିବା ହିଁ ଭଲ। ନମସ୍କାର ସାଙ୍ଗମାନେ, ଜୟ ଜଗନ୍ନାଥ। ୱେଲକମ୍ କରୁଛି ଆପଣମାନଙ୍କୁ ମୋର ଏକ ନୂଆ ମିନି ବ୍ଲଗ୍କୁ। ଆଉ ଆଜିର ଭିଡ଼ିଓଟା ଷ୍ଟାର୍ଟ କରୁଛି ମୁଁ ଏଠି ଅଫିସ୍ ପାଇଁ ରେଡ଼ି ହେଉଥିବା ବେଳେ। ରେଡ଼ି ବୋଲି ତ ଏମିତି ମୁଁ ଫାଉଣ୍ଡେସନ୍କୁ ବେଶୀ ମେକଅପ୍ ନିଏନି, ବାସ୍ ସ୍ନୋ ପାଉଡ଼ର ଟିକିଲି ସିନ୍ଦୁରରେ ମୋର ହେଇଗଲା। ତ ଏତିକି ହିଁ ରେଡ଼ି ହେଲା ଭିତରେ ମୋର ଗୋଟେ ପାର୍ସଲ ଆସିଯାଇଥିଲା। ଆଉ ପାର୍ସଲ ଆସିଲା ମାନେ ମୋର ଟୋଟାଲି ଧୈର୍ଯ୍ୟ ନାହିଁ, ସାଙ୍ଗେ ସାଙ୍ଗେ କେମିତି ଓପେନ୍ କରିକି ଦେଖିଦେବି। ମୋର ପରି ସବୁ କିଏ ଅଛନ୍ତି କମେଣ୍ଟ କଲେ ଦେଖିବା, ମୁଁ ବି ଜାଣି ତ ମୋର ପରିକା ବି ମଣିଷ କିଏ ଅଛନ୍ତି। ତ ମୁଁ ଗୋଟେ ପାର୍ସଲ ଓପେନ୍ କରିଦେଇଥିଲି। ଆଉ ଆପଣମାନେ ଏହାକୁ ଦେଖିକି ଭାବିଦେଲି କି ଏଇଟା ଲିପଷ୍ଟିକ୍ ବୋଲି। ନା ସାଙ୍ଗମାନେ, ଏଇଟା ଲିପଷ୍ଟିକ୍ ନୁହଁ, ଏଇଟା ମୁଁ ଅର୍ଡ଼ର କରିଥିଲି ସିନ୍ଦୁର। ଆଉ ଯେଉଁଟାକି ମେସୋରୁ ଅର୍ଡ଼ର କରିଥିଲି। ଆଉ ଏତେ ଭଲ ପ୍ରଡ଼କ୍ଟ ଆସିବ ବୋଲି ଭାବିନଥିଲି, ମାନେ ପୁରା ପିଓର ରେଡ୍ ଥିଲା। ମୁଁ ଆକ୍ଚୁଆଲି ଯେତେବେଳେ ଫଗୁ ସିନ୍ଦୁର ଲଗେଇକି ଅଫିସକୁ ଯାଏ, ଆସିଲା ବେଳେ ଚାରିଆଡ଼େ ହେଇଯାଇଥାଏ ମୁଣ୍ଡ ସାରା। ଆଉ ହେଲମେଟ୍ ପିନ୍ଧିଥିବି ବୋଲି ତ ନ କହିବା ଭଲ। ତ ସେଥିପାଇଁ ଏଇ ଗୋଟେ ଲିକ୍ୱିଡ଼ ସିନ୍ଦୁର ଅର୍ଡ଼ର କରିଥିଲି, ଯେଉଁଟାର କଲର୍ ଆପଣମାନେ ବି ଦେଖି ଜାଣିପାରୁଥିବେ, ପୁରା ପଚା ରେଡ୍ ହେଇକି ଆସିଛି। ବହୁତ ସୁନ୍ଦର କଲର୍ ହେଇଛି। ଆଉ ଆପଣମାନେ ବହୁତ ଥର ମୋତେ ଲିପଷ୍ଟିକ୍ର ବି ଲିଙ୍କ୍ ମାଗିଛନ୍ତି। ତ ଲିପଷ୍ଟିକ୍ଟା ମୁଁ ଯେହେତୁ ଅଫଲାଇନ୍ ଆଣିଥିଲି ଆଉ କନ୍ଧମାଳ ମହୋତ୍ସବରୁ ଆଣିଥିଲି, ଏଇ ସେଟ୍ଟା ମୋତେ ଲାଗେ ଯେ ମୋ ଫେସ୍କୁ ମାନୁଛି। ତ ଏଇ ସେଟ୍ଟା ମୁଁ ଯେତେବେଳେ ବି ଦେଖେ, ଯେଉଁଠି ବି ଦେଖେ, ମୁଁ ନେଇକି ପଳେଇ ଆସିଥାଏ। ତ କନ୍ଧମାଳ ମହୋତ୍ସବରୁ ନେଇକି ଆସିଥିଲି, ମୋର ଏଇ ପର୍ଯ୍ୟନ୍ତ ଚାଲିଛି। ତ ଚାଲନ୍ତୁ ଅଫିସକୁ ଯିବା। ଖାଲି ମୁଁ ନୁହଁ, ଆପଣମାନେ ବି ଚାଲନ୍ତୁ ମୋ ସାଙ୍ଗରେ। ତ ଏଇଠି ବସ୍ରେ ବି ବସି ଯାଇଥିଲି। ଆଉ ବସ୍ରେ ସବୁବେଳେ ମୁଁ ଗଲାବେଳେ ଫାଙ୍କା ହିଁ ଥାଉଛି, ଯେଉଁ ବସ୍ରେ ଯେ ଗଲେ ବି। ତ ଏଇଠି ଅଫିସରେ ଲଞ୍ଚ ଟାଇମ୍ ହେଇଯାଇଥିଲା, ତ ସମସ୍ତେ ଲଞ୍ଚ କରିବାକୁ ପଳେଇ ଯାଇଥିଲେ। ଆଉ ମୁଁ ଏଇଠି ଟିକେ ଷ୍ଟାଇଲ୍ ମାରି ଦେଉଥିଲି କ୍ୟାମେରା ଅନ୍ କରିକି। ତାପରେ ଏଠି ବାହାରୁ ଯେତେବେଳେ ଆସିଲି ନା, ଏଇ କ୍ଲାଇମେଟଟା ଏତେ ସୁନ୍ଦର ଦେଖାଗଲା ଯେ ମୁଁ ଆପଣମାନଙ୍କ ସାଙ୍ଗରେ ସେୟାର ନ କରିକି ରହିପାରିଲିନି। ଆପଣମାନେ ହୁଏତ ଇରିଟେଟ୍ ହେଉଥିବେ ଡେଲି ଏଇ ଗୋଟେ ସିନ୍ ଦେଖେଇକି, କିନ୍ତୁ କ'ଣ କରିବି ସାଙ୍ଗମାନେ କୁହନ୍ତୁ। ଏବେ ଟିକେ ଟିକେ ବର୍ଷା ଛାଡ଼ିଛି, ଆଉ ଟିକେ ଟିକେ ଖରାରେ ଏଇ କ୍ଲାଇମେଟଟାକୁ ଏତେ ସୁନ୍ଦର ମୋତେ ଲାଗୁଛି ଯେ, ଯେଉଁଟାକି ମୁଁ କ୍ୟାମେରାରେ କଏଦ କରିପାରୁନି, କିନ୍ତୁ ପାଖରେ ବହୁତ ବଢ଼ିଆ ଲାଗୁଛି। ତ ମୋର ଆକ୍ଚୁଆଲି ଲକ୍ଷ୍ମୀ ବସ୍ରେ ଟିକଟ ପ୍ରାଇସ୍ ଥିଲା 8 ଟଙ୍କା। ଆଉ ମାତ୍ର 8 ଟଙ୍କାରେ ମୁଁ ଆସିକି ପହଞ୍ଚିଯାଇଥିଲି ଫୁଲବାଣୀରେ। ଆଉ ଘରକୁ ଗଲାବେଳେ ଖୁସିରେ ବସିକି ରାମ ରାମ ଲେଖୁଥିଲା, ଯେହେତୁ ଏକ୍ଜାମ୍ ସରିଯାଇଛି। ଆଉ ମୁଁ ଆସିଲା ବେଳେ ଏଠି ରେଡ଼ି ହେଇକି ସେ ଟ୍ୟୁସନ୍ ପଳେଇ ଯାଇଥିଲା। ତାପରେ ପ୍ରିୟଙ୍କା ହେରିକା ଆସିଥିଲେ, ତ ସେମାନଙ୍କ ପାଇଁ ଟିକେ ପକୁଡ଼ିକୁ ଚା ବନେଇ ଦେଇଥିଲି। ଯେହେତୁ ମୁଁ ଟିକେ ଭିଡ଼ିଓ ବନାଉଛି ଆଉ କଣ୍ଟେଣ୍ଟ ଦରକାର ଅଛି, ଏମାନଙ୍କ ପାଇଁ ବନେଇଲି। ନହେଲେ ଏମାନେ ହେଲେ ଏତେ କୁଣିଆ ଆଇଲା ପରିକା ଚର୍ଚ୍ଚନା କିଏ କରୁଛି। ଆଉ କଷ୍ଟରେ ବନେଇଛି ଯେତେବେଳେ ଖାଇବାକୁ ତ ପଡ଼ିବ, ସେଥିପାଇଁ ସମସ୍ତେ ବସିକି ଟିକେ ଖାଇ ଦେଇଥିଲୁ। ତାପରେ ଏଠି ଇଭାନ ଉଠି ଯାଇଥିଲା, ଯେହେତୁ ଇଭାନ ସାଙ୍ଗରେ ଟିକେ ଗେଲ ହୋଇଯାଇଥିଲି। ଆଉ ଏ ଭିତରେ ଖୁସି ବି ଆସିଯାଇଥିଲା। ତ ଏଠି ଭାଇ ଭଉଣୀର ଗେଲ ଟିକେ ଦେଖନ୍ତୁ। ତାପରେ ଏଠି ଇଭାନ ଖେଳୁଥିଲା। ଆଉ ଆମ ଇଭାନ ଏବେ ଏତେ ଦୁଷ୍ଟ ହୋଇଗଲାଣି, ଖାଲି ବଡ଼ ନୁହଁ ତ, ସେ ଯେତେ ବଡ଼ ହେଉଛି ତା ସାଙ୍ଗକୁ ତାର ଦୁଷ୍ଟାମିଟା 2 ଗୁଣ ବଡ଼ ହେଉଛି। ତ ଦେଖୁନାହାନ୍ତି ସେ କେମିତି ଖୁସିକୁ ପୁରା ବାଡ଼େଇ ପକାଉଛି। ତ ଏଇଠି ତ ଇଭାନ ଚାଲି ଯାଇଥିଲା। ଆପଣମାନେ ଯଦି ଇଭାନର ଦୁଷ୍ଟ ଏପର୍ଯ୍ୟନ୍ତ ଦେଖି ସାରିଲେନି, ତ ଫଲୋ କରିବାକୁ ଜମାରୁ ଭୁଲିବେନି।